ନିର୍ବାଚନ ପରବର୍ତ୍ତୀ ଅବସ୍ଥା ଆମର ଯାହା ହାରିଗଲା ପରେ ଆମେ ଏକାଠି ବସି ବୁଝିବାତ କରୁ। ଆମେ କାହା ବିରୁଦ୍ଧରେ ମେଳି କରୁନଥିଲୁ। ସେସବୁ ଯେଉଁଟା ଆପଣ ବାରମ୍ବାର ଭୁଲ କଥାଟା କହୁଛନ୍ତି। ଅତୀତରେ ଏକାଠି ବସି ଖୁସି ଗପ କରିବା ଖାଇବା ପିଇବା କରିବା କ'ଣ ଭୁଲ? ଆମେ କେହି ମେଳି କରିବୁ। ଦ୍ୱିତୀୟ କଥା ହେଉଛି ସ୍ୱାଗତ କରିବା କଥା। ଅତୀତରେ ମୁଁ କାଲି ବି କହିଥିଲି, ଆଜି ମଧ୍ୟ କହୁଛି, ସୁଜାତା ରାଉତଙ୍କର କାର୍ଯ୍ୟଦକ୍ଷତା ଉପରେ ଆମର କାହାର ପ୍ରଶ୍ନ ନାହିଁ। ଯେତେବେଳେ ମିଶନ ଶକ୍ତିକୁ ସର୍ବଭାରତୀୟ ସ୍ତରରେ ସବୁଠାରୁ ପପୁଲାର କରିବାଟା ତା ପଛରେ ଅବଦାନ ତାଙ୍କର ବହୁତ। ତେଣୁ ଆମେ ସ୍ୱାଗତ କରିବା କିଛି ଅସୁବିଧା ନାହିଁ। ଆଜି ବି ମୁଁ କହୁଛି, ବିଜୁ ଜନତା ଦଳର ଭୋଟ ହେଉଛି ନବୀନ ପଟ୍ଟନାୟକ ଇମେଜ୍ ଉପରେ ନିର୍ଭର କରେ। ନବୀନ ବାବୁଙ୍କୁ ପ୍ରାଣଭରି ଭଲ ତ ତାଙ୍କ ଆଦର୍ଶର ଅନୁପ୍ରାଣିତ ସେ ଆସୁଛନ୍ତି ଏବଂ ପରିଚାଳନା କରିବାରେ କୌଣସି ଅସୁବିଧା ନାହିଁ। ଆମେ ସମସ୍ତେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବୁ। ଦଳକୁ ଆଜି ଗୃହ ପ୍ରବେଶ ହେଲା, ତାପରେ ଆପଣ ଦେଖିବେନି ଅନେକ କାର୍ଯ୍ୟକ୍ରମ ପୁରା ବାସ୍ତୁ ଦୋଷ 12 ଗ୍ରହ ନକ୍ଷତ୍ର ସବୁ ଠିକ୍। ଦେଖନ୍ତୁ ସବୁ ହବ, ଦେଖନ୍ତୁ ଆପଣ ଦେଖିବେ ଏଠି ହଁ ବଡ଼ ମୂଷା ବହୁତ ଅଛନ୍ତି, ଧୀରେ ଧୀରେ ଯିବେ। ହେଇନଥିଲା ଏବେ ହେଉଛି, ଆଜି ଆରମ୍ଭ ହେଲା। ଅନେକ କିଛି ଆ ପରେ 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 ଆପଣ ଅନେକ ଭଲ ଖବର ପାଇବେ। ସବୁ ଗୋଟେ ପରେ ଗୋଟେ ହବ। ସେ ଆସ୍ଥା ବିଶ୍ୱାସ କର ସବୁ ପ୍ରକାର ଜିନିଷ ହବ। କାରଣ ଆ ଦେହରେ ଉଦ୍ଦେଶ୍ୟ ଗୋଟିଏ ରହିବ, ସୁଜାତା ରାଉତଙ୍କର ଏ ଦଳକୁ ମଜବୁତ କେମିତି କରିବା। ତେଣୁ ଆମେ ପୂର୍ଣ୍ଣ ପ୍ରାଣରେ ସମସ୍ତେ ସହଯୋଗ କରିବୁ। ଆଉ ସେ ଦଳରୁ ସବୁ ନିପାତ